ସାଙ୍ଗମାନେ ଆପଣମାନେ କ'ଣ କେବେ ହରଡ଼ ଡାଲିରେ ବରା ଖାଇଛନ୍ତି? ଆମେ ତ ସବୁବେଳେ ସୋଲା ଡାଲି ଆଉ ବିରିରେ ବରା ଖାଇଥାଉ, କିନ୍ତୁ ଆଜି ମୁଁ ନୂଆ କରିଛି। ଯେହେତୁ ଘରକୁ ବହୁତ ସାରା ହରଡ଼ ଡାଲି ଆସିଥିଲା, ଡାଲି ତ ମ୍ୟାକ୍ସିମମ୍ ଖିଆ ହେଉଛି, ହେଲେ ବି ଖର୍ଚ୍ଚ ହେଉନାହିଁ, କାଳେ ତା ଦେହରେ ଖରାପ ହେଇଯିବ, ପୋକ ଲାଗିଯିବ କି ଗମରା ହେଇଯିବ। ସେଥିପାଇଁ ମୁଁ ଆଜି ଗୋଟେ ନୂଆ ଟ୍ରିକ୍ ଭାବିଛି, ଦେଖିବା ଟେଷ୍ଟ କରିବା କେମିତି ଲାଗୁଛି ହରଡ଼ ଡାଲିର ବରାଟା। କିନ୍ତୁ ଏଠି ମୁଁ ହରଡ଼ ଡାଲି, କିଛି ଶୁଖିଲା ଲଙ୍କା, ଜିରା, ରସୁଣକୁ ପ୍ରଥମେ ବାଟି ନେଇଥିଲି, ତାପରେ କିଛି କଟା ଭେରସୁଙ୍ଗା ପତ୍ର କାଟି ଗୋଳେଇ ଦେଇଥିଲି। ଏଇଠି ମୋର ବରା ମୁଁ ଛାଣୁଛି, ଆଉ ବରା ହେଇସାରିଲା ପରେ ତାର ଲୁକ୍ଟା ଟେଷ୍ଟ କରି ଜଣା ପଡ଼ିବ। ଟେଷ୍ଟ କଲେ କ'ଣ ଲାଗୁଛି, ଆଉ ଭଲ ଲାଗିଲେ ଭଲ କଥା। ଆହୁରି ବି ବହୁତ ସାରା ଅଛି ହରଡ଼ ଡାଲି, ଏମିତି ମଝିରେ ମଝିରେ କରିକି ଖାଇଦେବା। ଆଉ ମୋର ତ ଅବସ୍ଥା ଏଠି ପୁରା ଶୋଚନୀୟ, ଯେହେତୁ ଗରମ ଅତ୍ୟଧିକ ପଡ଼ୁଛି, ତା ସହିତ ଗ୍ୟାସ୍ ପାଖରେ ବସିଲେ କେମିତି ଲାଗୁଥିବ ଆପଣମାନେ ଫିଲ୍ କରିପାରୁଥିବେ। କାହିଁକି କେଜାଣି ଏ ବର୍ଷ ଏତେ ଗରମ ପୁରା ମାନେ ଅସହ୍ୟ ଗରମ, ଯେଉଁଟା ସହି ହେଉନାହିଁ। ମାନେ ଏଇ 2-4 ଦିନ ହେବ ଯେମିତି ମଣିଷମାନେ ପୁରା କଲବଲ ହେଇଗଲେଣି, ପୋକ ମାଛି ପରିକା। କାହିଁକି ସୂର୍ଯ୍ୟ ଦେବତା ଏତେ ରାଗିଛନ୍ତି କେହି ଜାଣେ କ'ଣ ପାଇଁ। ସେ ଛାଡ଼, କେଉଁ ଜନ୍ମର ଆମର ଗୋଟେ ମାନେ କେଉଁ ଫଳର ମାନେ କେଉଁ କର୍ମର ଭୋଗୁଛନ୍ତି, ଆମେ ଏଇ ଖରା ନେଉଛନ୍ତି। ସୂର୍ଯ୍ୟ ଦେବତା ହିଁ ନେଉଛନ୍ତି ଆମର କର୍ମର ଫଳଟା। ହଉ ତ ଚାଲ ଆଉ।